ତ ଗତକାଲିର ସ୍ଥିତି କ'ଣ ଥିଲା ଯେଉଁ ନାଟକ ବେଳେ ସେଇ ସମାନ ମାନେ ସେଇ ଦୃଶ୍ୟ ବେଳେ କ'ଣ ପରିସ୍ଥିତି ଉପୁଜିଲା ଏମିତି? ଏମିତି ହଠାତ୍ ସିନ୍ ତ ଚାଲିଥିଲା ସେ ମାନେ ସେ ଦର୍ଶକ ଏତେ ଭାବ ବିହୁଳ ହେଇଗଲେ ଯେ ସେ ମାନେ ପେଣ୍ଡାଲ ଉପରକୁ ଉଠି ଆସିଲେ। ଆମେ ବି ସମସ୍ତେ ସିନ୍ରେ ଥିଲୁ। ପେଣ୍ଡାଲ ଉଠି ଆସିଲେ ମୁଁ ତ ଦେଖି ନାହିଁ ସେ ମାଡ଼ଟା ହେଇଯାଇଛି। ମୁଁ ମାନେ ଲକ୍ଷ୍ୟ ନଥିଲା ଯେତେବେଳେ ମାଡ଼ଟା ବସି ସାରିଲା ମୁଁ ସେତେବେଳେ ଅନେଇଲି ଅଲରେଡ଼ି ମାଡ଼ ହେଇସାରିଲାଣି। ମୋ ସହ ଯେଉଁ କଳାକାର ଥିଲେ ଯେଉଁମାନେ ସେମାନେ ଅଟକେଇଲେ ଯେ ନାଇଁ ମାରନି ମାରନି। ତା କମିଟି ମେମ୍ବର୍ସ ମାନେ ବି ଆସିକି ତାଙ୍କୁ ବି ସାଇଡ଼୍ କରିଦେଲେ। ଆଉ ସେଠି କହିବା ଅନେକ ସମୟରେ ମହିଳା କଳାକାରମାନେ ବି ରହୁଛନ୍ତି ଅନେକ ସମୟରେ ହୁଏତ ଅଶୋଭନୀୟ ଆଚରଣ ମଧ୍ୟ କରିପାରନ୍ତି କିଏ ହୋଇପାରେ ତା ପାଇଁ କ'ଣ ଗୋଟେ ସୁରକ୍ଷା ଦୃଷ୍ଟିରୁ ହେବା ଦରକାର? ସେଇଟା ସାର୍ ଆମେ କହିପାରିବିନି କାହିଁକିନା ପେଣ୍ଡାଲ ଉପରେ ଏମିତି ବହୁତ କଥା ବି ଶୁଣିବାକୁ ଆମକୁ ମିଳୁଛି। ସମସ୍ତେ କିଏ କେତେ ପ୍ରକାର କଥା କହୁଛନ୍ତି। ଆମେ ସେ କଥା ଗୁରୁତ୍ୱ ନ ଦେଇକି ଆମେ ଆମର କାମ କରିଚାଲୁ। ତ ଏଇ ଯେଉଁ କାଲି ଯେଉଁ ଘଟଣାଟା ଘଟିଲା ଏ ଘଟଣା ମାନେ ପୁରୁଷ ମାନେ କହିଲା ଭଳିଆ ଜେନ୍ସ ଆର୍ଟିଷ୍ଟ ପେଣ୍ଡାଲ ଉପରେ ତାଙ୍କ ଉପରେ କିନ୍ତୁ ନାରୀଙ୍କ ଉପରେ କେବେ ସେମିତି ହେବନି ମୋତେ ଲାଗୁଛି। ଦର୍ଶକ ଏତେ ବି ଇଏ ନୁହଁ ଗୋଟେ ନାରୀକୁ ଏମିତି ଆଟାକ୍ କେବେ ବି କରିବେନି। ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଦରକାର ବୋଲି ଅନୁଭବ କରୁଛନ୍ତି? ସୁରକ୍ଷା ଯାତ୍ରାରେ ଆଉ ସୁରକ୍ଷା ଆଉ କ'ଣ କରାଯିବ? କମିଟି ମେମ୍ବର୍ସ ମାନେ ରହୁଛନ୍ତି, ମାଲିକ ବି ପ୍ରେଜେଣ୍ଟ ରହୁଛନ୍ତି, ଆମ ସହିତ କଳାକାର ବି ଅଛନ୍ତି, ପବ୍ଲିକ୍ ବି ବହୁତ ରହିଛନ୍ତି। କିଛି ଅସୁବିଧା ହେବନି, ସେଥିରେ କିଛି ଟେନସନ୍ ହେବାର ନାହିଁ। ସେ ସିନ୍ ପରେ ଯେଉଁ ଦର୍ଶକର କ'ଣ ସ୍ଥିତି ରହିଛି କିଛି ଖବର ଅଛି ଆପଣଙ୍କ ପାଖରେ? ଦର୍ଶକ ସ୍ଥିତି ଯେ ଚେୟାର ଛାଡ଼ିଥିଲେ ଚେୟାର ଯଦି ସେ ତ ସମସ୍ତେ କମିଟି ମେମ୍ବର ବାଡ଼େଇକି ବିଦା କରିଦେଲେ ଆଉ